ଆଜି ଶୁଣିବା ଉପନ୍ୟାସ ଅସବର୍ଣ୍ଣ। ଔପନ୍ୟାସିକ ବିଭୂତି ପଟ୍ଟନାୟକ। ଭାଗ 4। ଚାକରାଣୀ ଖବର ଦେଲା, ମା ଫେରି ନାହାନ୍ତି। ଭଗୀରଥ ପୋଷାକ ବଦଳାଇ ମୁହଁ ଧୋଇଲା। ଅଳକାର ଡ୍ରେସିଂ ଟେବୁଲ ପାଖକୁ ନ ଯାଇ ସେ ନିଜ ପୁରୁଣା ଟ୍ରଙ୍କ ଭିତରୁ ଛୋଟ ଦର୍ପଣଟିଏ କାଢ଼ିଲା। ପୁରୁଣା ଦର୍ପଣ। ହଷ୍ଟେଲରେ ରହି ପଢ଼ିଲା ବେଳେ ଏ ଦର୍ପଣରେ ସେ ମୁହଁ ଦେଖୁଥିଲା। ଦର୍ପଣରୁ ପାରଦ ଛାଡ଼ି ଅନେକ ଅଂଶ ଜଳକା ଦେଖାଯାଉଛି। ଏଇ ଦର୍ପଣରେ ମୁହଁ ଦେଖିଲେ ତାକୁ ତାର ଗୋଟା ସୁଦ୍ଧା ଅତୀତଟା ଦେଖାଯାଏ। ସେଥିପାଇଁ ଅଳକା ଅନେକ ଥର ଦର୍ପଣଟା ଫିଙ୍ଗିଦେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ ତାକୁ ସାଇତି ରଖିଛି। ଅଳକାର ଲମ୍ବା ଡ୍ରେସିଂ ଟେବୁଲ ଆଇନା ଆଗରେ ଠିଆ ହେଲେ ତାକୁ ଦେଖାଯାଏ ସଂସ୍କୃତ ଅଧ୍ୟାପକ ଭଗୀରଥି ଦାସର ପ୍ରତିଛବି। ଏଇ ଛୋଟ ପାରଦଛଡ଼ା ଦର୍ପଣରେ ମୁହଁ ଦେଖିଲେ ସେ ଦେଖିପାରେ ମହୀଦାସର ପୁଅ ଭଗିଆର ମୁହଁ। ଭଗିଆରୁ ଭଗୀରଥ। ତା ମୁହଁରେ ହସର ଏକ ଶୀତଳ ଆଲୋଡ଼ନ ଦେଖାଗଲା। ବିଜୟର ହସ। ଜିଣି ଯାଇଥିବା ଆନନ୍ଦ ଝଲସି ଉଠିଲା ତାର ସର୍ବାଙ୍ଗରେ। ଯେଉଁଦିନ ସେ ଏମେରେ ଦ୍ୱିତୀୟ ଶ୍ରେଣୀ ପାଇ ମଧ୍ୟ ପ୍ରଥମ ଶ୍ରେଣୀ ପାଇଥିବା ବାନାମ୍ବର ପଣ୍ଡିତଙ୍କ ପୁଅକୁ ଅଧ୍ୟାପକ ଚାକିରି ପାଇବାର ପ୍ରତିଦ୍ୱନ୍ଦ୍ୱିତାରେ ହରାଇ ଦେଇଥିଲା, ସେଦିନ ମଧ୍ୟ ତା ମୁହଁରେ ଏମିତି ଏକ ହସର ଦର୍ପିତ ଭଙ୍ଗୀ ଫୁଟି ଉଠିଥିଲା। କିନ୍ତୁ ତାର ସେ ବିଜୟ ଦର୍ପ ବେଶୀଦିନ ସ୍ଥାୟୀ ହେଲା ନାହିଁ। କଲେଜର ବାଳୁଙ୍ଗା ପିଲାମାନେ ପଛରେ ଯେତେବେଳେ ଟିପ୍ପଣୀ କଲେ, କୋଟା ସାର୍ ଯୋଗ୍ୟତା ବଳରେ ନୁହେଁ, ହରିଜନ କୋଟାରେ ସାର୍ ଅଧ୍ୟାପକ ହୋଇଛନ୍ତି, ତା ମୁହଁ ଅନ୍ଧକାର ହୋଇଯାଇଥିଲା। ଲଜ୍ଜା ଅପମାନରେ ତାର ତାଳରୁ ତଳିପା ଯାଏ ସର୍ବାଙ୍ଗ ଝାଳେଇ ଯାଇଥିଲା। ସଂସ୍କୃତ ସାହିତ୍ୟରେ ଅଧ୍ୟାପକ ହୋଇ ସୁଦ୍ଧା ଅସ୍ପୃଶ୍ୟତା ଗ୍ଳାନିରୁ ଯେ ସେ ଲିଭାଇ ପାରିନାହିଁ, ଏକଥା ଭାବିବା ମାତ୍ରେ ମନ ତାର ବିଦ୍ରୋହ କରି ଉଠିଥିଲା। କିନ୍ତୁ ସେ ଅସନ୍ତୋଷର ଅଗ୍ନିକଣିକାରେ କୌଣସି ଦାହିକା ଶକ୍ତି ନଥିଲା। ଇଚ୍ଛା ଥିଲେ ମଧ୍ୟ ସେ ପ୍ରତିବାଦ କରିପାରି ନଥିଲା। କିପରି ଏକ ଦୁର୍ବୋଧ୍ୟ ଯନ୍ତ୍ରଣାରେ ଦେହମନ ତାର କ୍ଷତାକ୍ତ ହୋଇଯାଇଥିଲା। ଷ୍ଟାଫ୍ କମନ ରୁମ୍ରେ କେହି ତାର ହରିଜନ କୋଟା କଥା ତୁଣ୍ଡରେ ଧରନ୍ତି ନାହିଁ। କିନ୍ତୁ ନିଜର ଅନ୍ୟ ସହକର୍ମୀମାନଙ୍କ ପାଖରେ ସେ ମନେ ମନେ ନିଜକୁ ଛୋଟ ମନେ କରେ। ବାନାମ୍ବର ପଣ୍ଡିତଙ୍କ ପୁଅକୁ ଚାକିରିରେ ହରାଇ ଦେଇଥିବା ଦର୍ପ ତାର ହାତରୁ ପଡ଼ି ଭାଙ୍ଗି ଯାଇଥିବା ମାଟି କଣ୍ଢେଇ ଭଳି ଖଣ୍ଡ ଖଣ୍ଡ ହୋଇଯାଏ। ଗାଈ ଜଗୁଆଳ ପିଲା ହୋଇ ସେ ଆଜି ମହାବିଦ୍ୟାଳୟରେ ମଣିଷ ପିଲାଙ୍କୁ ଜଗୁଛି। ଏଥିପାଇଁ ତାକୁ କିଛି କମ୍ କଷ୍ଟ ସାଧ୍ୟ ସାଧନା କରିବାକୁ ପଡ଼େ ନାହିଁ। ପିଲାଦିନେ ତାର ଧାରଣା ଥିଲା, ବ୍ରାହ୍ମଣମାନେ ସମାଜରେ ବଡ଼, କାରଣ ସେ ସଂସ୍କୃତ ଶ୍ଲୋକ ବୋଲି ପାରନ୍ତି। ଜଣେ ଗରିବ ନିଆଶ୍ରୀ ବ୍ରାହ୍ମଣ ପିଲା ସେଥିପାଇଁ ଗାଁରେ ଛାତି ଫୁଲାଇ ଚାଲିପାରେ। କିନ୍ତୁ ଘରେ ଧାନ ଚାଉଳ ମୁଗ କୋଳଥ ଥିଲେ ବି ଜଣେ ବାଉରୀ କଣ୍ଡରା ପିଲା ଭଲ ସଫା ସାର୍ଟ ଖଣ୍ଡେ ପିନ୍ଧି ସବର୍ଣ୍ଣ ବାବୁଙ୍କ ସାମ୍ନାରେ ମୁଣ୍ଡ ଟେକି ଚାଲିବାକୁ ସାହସ କରେ ନାହିଁ। ସଂସ୍କୃତ ଶ୍ଲୋକ ସମାଜରେ ଉଚ୍ଚ ଆସନ ପାଇବାର ମାପକାଠି। ଏଇଭଳି ଏକ ଧାରଣା ଯୋଗୁଁ ହାଇସ୍କୁଲରେ ସଂସ୍କୃତ ଅପସନାଲ ନେବା ପାଇଁ ସେ ଜିଦ୍ ଧରିଥିଲା। ତାର ସବର୍ଣ୍ଣ ଘରର ସାଙ୍ଗମାନେ ଥଟ୍ଟା କରିଥିଲେ, ତୋ ପାଟିରେ କ'ଣ ଦେବଭାଷା ପଇଟିବ ଭଗିଆ? ବାଉରୀ ଘରର ପିଲା ହୋଇ ତୁ ସଂସ୍କୃତ ପଢ଼ିବୁ? ବାନାମ୍ବର ପଣ୍ଡିତେ ପ୍ରଥମେ ସନ୍ଦେହ କରିଥିଲେ ମଧ୍ୟ ତାର ସଂସ୍କୃତ ଭାଷା ପ୍ରତି ନିଷ୍ଠା ଦେଖି ପରେ ଉତ୍ସାହିତ କରିଥିଲେ। ଦଳେଇ ଖାଇ ବଢ଼ିରେ ତାର ଝାଟିମାଟି ଘର ତାଡ଼ି ହୋଇଗଲା। ପରେ ବାପା ବୋଉ ଯେତେବେଳେ ଆଉଟ ପାଇ ଢିପ ଜାଗାକୁ ଉଠି ଆସିବାକୁ ବସିଲେ, ସେ କାନ୍ଦି କାନ୍ଦି ଜିଦ୍ ଧରିଥିଲା, ମୁଁ ପଣ୍ଡିତଙ୍କ ଘରେ ଗାଈ ଜଗିବି, ଗୁହାଳ ପୋଛିବି, ପଛେ ସିଧପାଟଣା ଛାଡ଼ିବି ନାହିଁ। ପଣ୍ଡିତେ ତାର ପାଠ ପଢ଼ାରେ ସ୍ରଷ୍ଟା ନିଷ୍ଠା ଦେଖି ପୁଅ ଭଳି ସ୍ନେହ କରୁଥିଲେ। ପେଟ ପୂରେଇ ଖାଇବାକୁ ଦେଉଥିଲେ, କିନ୍ତୁ ତାକୁ ଛୁଇଁଲେ ଲୁଗା ଧୋଉଥିଲେ। ଅନ୍ୟ ପିଲାମାନେ ତାଳପତ୍ର ଚଟେଇରେ ବସି ଟ୍ୟୁସନ ହେଲାବେଳେ ସେ ସେମାନଙ୍କଠାରୁ ଦୂରରେ ମାଟିରେ ବସି ସଂସ୍କୃତ ଶବ୍ଦରୂପ ଧାତୁରୂପ ଶିଖୁଥିଲା। ଅନ୍ୟ ପିଲାମାନେ ଉଚ୍ଚାରଣ ଭୁଲ କଲେ ପଣ୍ଡିତେ ସେମାନଙ୍କ କାନ ମୋଡ଼ି ଭୁଲ ସଂଶୋଧନ କରିଦେଉଥିଲେ। କିନ୍ତୁ ସେ ଯଦି ଶବ୍ଦରୂପ ଧାତୁରୂପ ଠିକ୍ କହିପାରୁନଥିଲେ, ଛୁଇଁଲା ଲୁଗା ଧୋଇବାକୁ ପଡ଼ିବ ବୋଲି ପଣ୍ଡିତେ ତା ପାଖକୁ ଆସୁନଥିଲେ। ତାଙ୍କ ନିର୍ଦ୍ଦେଶରେ ହାଫ୍ ପ୍ୟାଣ୍ଟ ପିନ୍ଧିଥିବା ଜଣେ ଛାତ୍ର ତା କାନ ମୋଡ଼ି ଦେଉଥିଲା। ଧୋତି ପିନ୍ଧି ଛୁଇଁଲେ ଛୁଆଁ ହେବ, କିନ୍ତୁ ପ୍ୟାଣ୍ଟ ପିନ୍ଧି ଅଜବ ଲୋକଙ୍କୁ ସ୍ପର୍ଶ କଲେ ଛୁଆଁ ହେବ ନାହିଁ, ଏହା ଥିଲା ନିୟମ। ଧୋତି ଆଉ ପ୍ୟାଣ୍ଟ ଭିତରେ ଏ ତଫାତ୍ ଆଜି ମଧ୍ୟ ସେ ବୁଝିପାରେ ନାହିଁ। କିନ୍ତୁ ନିଜେ ସଂସ୍କୃତ ଉଚ୍ଚାରଣ ଭୁଲ କରୁଥିବା ପିଲା ତାର ଶବ୍ଦରୂପ ଭୁଲ ପାଇ ତା କାନ ମୋଡ଼ିବା, ଏକଥା ଭାବିଲା ମାତ୍ରେ ସେଦିନ ରାଗରେ ତାର କାନମୋଡ଼ ଅତିରିକ୍ତ ଲାଲ ହୋଇଯାଉଥିଲା।
ତାର ଆଲୁମିନିୟମ କଂସା ବାଟି ରହୁଥିଲା ଗୁହାଳ ଘରର ଗୋଟିଏ କୋଣରେ। ସେ ପଣ୍ଡିତଙ୍କ ଢିଙ୍କିଶାଳ ପିଣ୍ଡାରେ ଖିଆପିଆ କରୁଥିଲା। ଖରାଦିନେ ସେ ନଡ଼ିଆପତ୍ର ଛପା ଉପରେ ଗୁହାଳ ଘର ପିଣ୍ଡାରେ ଶୋଉଥିଲା। ବର୍ଷା ଦିନେ ଢିଙ୍କିଶାଳ ଚାଳି ଭିତରେ ଭୋରୁ ଭୋରୁ ଯେଉଁ ଗୁନା ଗଉଡ଼ ଗାଈ ଦୁହିଁବାକୁ ଆସେ, ତାକୁ ଗୁହାଳ ପିଣ୍ଡାରେ ଶୋଇଥିବା ଦେଖି ପାଦରେ ଗଡ଼ାଇ ଦିଏ। ଧମକ ଦିଏ, ନନା ଘର ସରୁ ଅନ୍ନ ଖାଇ ବେଶ ତ ମୋଟେଇ ହେଇଗଲୁଣୁ। କାଠ ଭଳି ଦିନ ଦ୍ୱିପହରେ ଯାଏ ଗଡ଼ୁଛୁ କାହିଁକି? ଉଠ ଉଠ। ସେ ଧଡ଼ପଡ଼ ହୋଇପଡ଼େ। ଗୁନା ଗଉଡ଼ ଉପରେ ଝାମ୍ପି ପଡ଼ିବାକୁ ଇଚ୍ଛା ହୁଏ, କିନ୍ତୁ ସାହସ ହୁଏ ନାହିଁ। ସେ ଜାଣେ ତାର ଭାଗ୍ୟ ଦୋଷରୁ ସେ ସମସ୍ତଙ୍କଠାରୁ ମାଡ଼ଗାଳି ଖାଇବାକୁ ଜନ୍ମ ହୋଇଛି। ତାର ବାପ, ଅଜା ସମସ୍ତେ ଏଇଭଳି ସମାଜରେ ବାଲିରଗଡ଼ା ଭଳି କେଉଁ ଅବାହମାନ କାଳରୁ ଗଡ଼ି ଗଡ଼ି ଆସୁଛନ୍ତି। ସେ ଯେତେ ଭଲ ପାଠ ପଢ଼ିଲେ ମଧ୍ୟ ତାକୁ ବି ଏଇପରି ପାଟିବୁଜି ସବୁ କଥା ସହିବାକୁ ହେବ। ଯେଉଁମାନେ ସିଦ୍ଧପାଟଣା ଗାଁରେ ଭଲ ପାଠ ପଢ଼ୁନଥିଲେ, ସେମାନଙ୍କ ବାପ ମା ତାର ଉଦାହରଣ ଦେଇ କହୁଥିଲେ, ଭଗିଆ ବାଉରି ପାଠ ପଢ଼ିଲାଣି, ତମେ ସବୁ ପାଠ ପଢ଼ୁନ, ଦେଖିବ ରହ ସେ ହାକିମ ହେବ, ତମେ ସବୁ ଗାଈ ଜଗିବ। ଭଗିଆ ଜାଣିଥିଲା ତାର ପାଠପଢ଼ାକୁ ତୁଚ୍ଛ ତାଚ୍ଛଲ୍ୟ କରି ସେମାନେ ନିଜ ପାଠ ପଢ଼ୁନଥିବା ପିଲାମାନଙ୍କୁ ପାଠପଢ଼ାରେ ମନୋନିବେଶ କରିବା ପାଇଁ ତାର ଉଦାହରଣ ଦେଉଛନ୍ତି। ତଥାପି ପାଠ ପଢ଼ି ସେ ହାକିମ ହେବ, ଏକଥା ସବୁ ଦୁଃଖ କଷ୍ଟ ଭିତରେ ତାକୁ ପାଠ ପଢ଼ିବା ପାଇଁ ଶକ୍ତି ଯୋଗାଇଥିଲା। ସକାଳୁ ସେ ପଣ୍ଡିତଙ୍କ ଗୁହାଳ ପୋଛେ, ବାରିଘର କାମ କରେ। ସକାଳ 10ଟାରୁ ଦିନ 2ଟା ଯାଏ ସ୍କୁଲକୁ ଯାଏ। ଉପରଓଳି ଗାଈ ଜଗେ, ରାତିରେ ପାଠ ମୁଖସ୍ଥ କରେ। ମାଡ଼ଗାଳି ତାର ଦେହର ଚନ୍ଦନ। ସେଇ ଚନ୍ଦନ ବୋଳି ହୋଇ ସେ 2nd ଡିଭିଜନରେ ମାଟ୍ରିକ ପାସ୍ କଲା। କଲେଜରେ ପଢ଼ିବା ପାଇଁ ମିଳିଲା ସରକାରୀ ବୃତ୍ତି। କଲେଜରେ ପଢ଼ିଲା ବେଳେ କେହି ତାକୁ ଗାଈ ଜଗିବାକୁ କହିନାହାନ୍ତି। ହରିଜନ ଆଦିବାସୀମାନଙ୍କ ପାଇଁ ଥିବା ଛାତ୍ରାବାସରେ ରହି ଦିନ 8ଟାରେ ନିଦ ଭାଙ୍ଗିଲେ ବି ଗୁନା ଗଉଡ଼ ଭଳି କେହି ତାକୁ ଗୋଇଠା ମାରି ତାର ନିଦ ଭାଙ୍ଗି ନାହାନ୍ତି। କିନ୍ତୁ ସେହି ସମୟରେ ସେ ସମାଜର ସବର୍ଣ୍ଣ ଲୋକଙ୍କ ପ୍ରତି ମନ ଭିତରେ ଗୋଟିଏ ଘୃଣାର କୁକୁର ପୋଷିଛି। ସାମାଜିକ ଅବିଚାର ବିରୁଦ୍ଧରେ ଲଢ଼େଇ କରିବା ପାଇଁ ମନେ ମନେ ପଣ କରିଛି। ସ୍କୁଲ ଜୀବନରେ ସହିଥିବା ଅପମାନର ପ୍ରତିଶୋଧ ନେବା ପାଇଁ ନିଜକୁ ପ୍ରସ୍ତୁତ କରିଛି। ସିଡ୍ୟୁଲ କାଷ୍ଟ କୋଟାରେ ଅଧ୍ୟାପକ ଚାକିରି ପାଇଲା ପରେ ତାର ମନସାଧ ମେଣ୍ଟି ନଥିଲା। ମନେ ମନେ ସେ ସ୍ୱପ୍ନ ଦେଖିଥିଲା, କୌଣସି ସବର୍ଣ୍ଣ ଘରର ଝିଅକୁ ବିବାହ କରି ସେ ହରିଜନ ଘରେ ଜନ୍ମ ହୋଇଥିବାର ପାପକୁ ଧୋଇଦେବ। ସେଥିପାଇଁ ରଘୁ ଜମାଦାରର ଝିଅ ମାଣିକର ଯୌବନକୁ ନେଇ ଉତ୍ସବରେ ମାତିଥିଲା ବେଳେ ତାକୁ ବିବାହ କରିବ ବୋଲି ସେ କେବେ ମନ ସ୍ଥିର କରି ପାରିନଥିଲା। ସେ ଜାଣିଥିଲା, ଏ ସମାଜ ଜାତିଭେଦ ଦ୍ୱାରା ବିଧା ବିଭକ୍ତ ହେଲେ ମଧ୍ୟ ଅର୍ଥନୀତିର ମୂଳଦୁଆ ଉପରେ ଏହାର ସ୍ଥିତି। ଏ ସମାଜରେ ଟଙ୍କା ଥିଲେ ସବୁ ଜିନିଷ କିଣାଯାଇପାରେ। ଅରଣ୍ୟବାସିନୀ ସୀତା ମଧ୍ୟ ସ୍ୱର୍ଣ୍ଣ ମୃଗର ମାୟାରେ ଭୁଲିଯାଇ ଯାଆନ୍ତି। ଅଧ୍ୟାପକ ଚାକିରିର ସୁନା ହରିଣ ଦେଖାଇ ସେ ଜଣେ ବ୍ରାହ୍ମଣ କନ୍ୟାକୁ ବାଟ ଭୁଲାଇ ଦେବା କିଛି ଅସାଧ୍ୟ ବ୍ୟାପାର ନୁହେଁ। ସେଥିପାଇଁ ଲୋଡ଼ା ମାପିଚୁପି ବା ଚାଲି ଜାଣିଥିବାର କଳାକୌଶଳ। ହସ୍ପିଟାଲରେ ଜଣେ ରୋଗୀ ଭାବରେ ଅଳକା ସହିତ ତାର ପରିଚୟ। ରୋଗମୁକ୍ତ ହେଲା ପରେ ଋଣଶୋଧ ନାମରେ ସେ କାଳିଦାସଙ୍କ ଏକ କାବ୍ୟ ସଂକଳନ ଉପହାର ଦେଇଥିଲା ଅଳକାକୁ। ସେ ସୂତ୍ରରେ ତାର ଘନିଷ୍ଠତା। ଅଳକା ଉପହାର ଗ୍ରହଣ କରି କହିଥିଲା, ମୁଁ ବ୍ରାହ୍ମଣ ଘରର ଝିଅ ସତ୍ୟ, କିନ୍ତୁ ସଂସ୍କୃତ ସାହିତ୍ୟରେ ମୋର ପ୍ରବେଶ ନାହିଁ। ଆପଣ ଅପାତ୍ରରେ ଏ ଉପହାର ଦାନ କଲେ ଭାଗୀରଥୀ ବାବୁ। ଇଚ୍ଛା ଥିଲେ କାଳିଦାସୀ କାବ୍ୟର ସୌନ୍ଦର୍ଯ୍ୟ ଉପଭୋଗ କରିବା କିଛି ଦୁଃସାଧ୍ୟ ବ୍ୟାପାର ନୁହେଁ। ମୁଁ ଆପଣଙ୍କୁ ପଢ଼ି ବୁଝାଇଦେବି। ଭଗୀରଥୀ ଚଢ଼େଇ ଧରିବା ପାଇଁ ଜାଲ ବିଛାଇ ଦେଇଥିଲା। ଅଳକା ଅବଚେତନରେ ହୁଏତ ଥିଲା କାଳିଦାସୀ କାବ୍ୟ ପ୍ରତି ଏକ ଅହେତୁକ ଆକର୍ଷଣ। ସେ ସ୍ୱେଚ୍ଛାରେ ଜାଲ ଭିତରକୁ ନିଜର ପାଦ ବଢ଼ାଇଦେଲା। ତାପରେ କେତେ ନିର୍ଜନ ଦ୍ୱିପ୍ରହରରେ ନଦୀକୂଳ ଡ୍ରଇଂ ରୁମ୍ ସବୁଜ ଘାସର ଲନ୍ ଶବ୍ଦାୟିତ ହୋଇ ଉଠିଲା କାଳିଦାସୀ କାବ୍ୟର ମନ୍ଦାକ୍ରାନ୍ତ ଛନ୍ଦର ମଧୁର ଅନୁରଣନରେ। ସତରେ ଡାକ୍ତରାଣୀ ଅଳକା ମିଶ୍ର ତା ମୁହଁରୁ କାଳିଦାସୀ କାବ୍ୟର ଆବୃତ୍ତି ଶୁଣିବ, ଅନ୍ୱୟ ବୁଝିବ, କାବ୍ୟରସ ଉପଭୋଗ କରିବ। ଏକଥା ସେ ନିଜେ ପ୍ରଥମେ ବିଶ୍ୱାସ କରିନଥିଲା, କିନ୍ତୁ ଘଟଣାଟା ଅବିଶ୍ୱାସ ଭାବରେ ଘଟିଥିଲା। ଅଳକା ନିଜେ ତାକୁ ନିମନ୍ତ୍ରଣ କରି କାଳିଦାସଙ୍କ ମେଘଦୂତ କାବ୍ୟ ପାଠ ଆରମ୍ଭ କରିଥିଲା। ସବୁ ଝିଅ ବୋଧହୁଏ ବିରହୀ ଯକ୍ଷର ଆକୁଳ କାକୁତି ଶୁଣିବା ପାଇଁ ନିଜ ହୃଦୟ ମଧ୍ୟରେ ଏକ ଆକର୍ଷଣ ଅନୁଭବ କରନ୍ତି।
ଅଳକା ବ୍ରାହ୍ମଣ ଘରର ଝିଅ। ସଂସ୍କୃତ ପଢ଼ିନଥିଲେ ମଧ୍ୟ ସଂସ୍କୃତ କାବ୍ୟ ପ୍ରତି ଥିଲା ତାର ଏକ ଆନ୍ତରିକ ଅନୁରାଗ। ତା ମନରେ ସେ ଆକର୍ଷଣ ଓ ଅନୁରାଗର ସମ୍ପୂର୍ଣ୍ଣ ସୁଯୋଗ ସେ ନେଇଥିଲା। ତାର କାବ୍ୟ ଚର୍ଚ୍ଚା ଶୁଣି ଅଳକା ମୁହଁରେ ଆନନ୍ଦର ଆଲୋକ ଦେଖାକଲେ ତାର ସଂସ୍କୃତ ପାଠ ସାର୍ଥକ ହୋଇଛି ବୋଲି ସେ ଅନୁଭବ କରୁଥିଲା। ମେଘଦୂତରୁ କୁମାର ସମ୍ଭବ, ପ୍ରଥମ ପରିଚୟରୁ ପ୍ରଥମ ପ୍ରଣୟ। କଥାଟା ମନେ ପକାଇ ଭଗୀରଥ ମନେ ମନେ ହସିଲା। ଆଗେ ସେ ଅଳକାର ଡ୍ରଇଂ ରୁମ୍ରେ ମେଘଦୂତ କାବ୍ୟଚର୍ଚ୍ଚା କଲାବେଳେ ତାର ମା, ସାନ ଭଉଣୀ ମଝିରେ ମଝିରେ ସେଠାରେ ଉପସ୍ଥିତ ରହୁଥିଲେ। କିନ୍ତୁ କୁମ୍ଭାର ସମ୍ଭବ ତର୍ଜମା କଲାବେଳେ ପ୍ରଥମ ଥର ଅଳକା ଘରର ଦରଜା ଆଉଜେଇ ଦେଲା। ଝରକା ଅବଶ୍ୟ ଖୋଲା ଥିଲା। ସେ ପ୍ରଶ୍ନ କରିଥିଲା, ଦରଜା ଆଉଜାଇ ଦେଲ ଯେ? ସେଇ ପ୍ରଥମ। ଦେଲେ ବଦଳରେ ଦେଲ। ଅଳକା ହସିଥିଲା, କହିଥିଲା, କୁମ୍ଭାର ସମ୍ଭବ ଆଲୋଚନା ବେଳେ ମୁଁ ଅନ୍ୟ କାହାରି ଅନୁପ୍ରବେଶ ଚାହେଁନା। ଆଲୁଅ ପବନ ଆସିବା ପାଇଁ ତ ଝରକା ଦୁଇଟା ଖୋଲା ଅଛି। ଯେଉଁ ଲୋଭ ସେଦିନ ପର୍ଯ୍ୟନ୍ତ ଭଗୀରଥୀର ଅବଚେତନରେ ନିଦ୍ରିତ ଥିଲା, ଅଳକାର ସେଇ ପଦକ କଥା ଶୁଣିଦେଇ ଲୋଭ ଲହ ଲହ ଜିଭ କାଢ଼ି ତାର ଚେତନ ମନରେ ଚିଇଁ ଉଠିଲା। ନିଜ ଲୋଭ କଥା ଭାବିଲେ ନିଜେ ସେଦିନ ସେ ଭୟ ପାଉ ଯାଉଥିଲା। ବଡ଼ ହିଂସ୍ର, ବଡ଼ ଅସାମାଜିକ ତାର ସେ କ୍ଷୁଧିତ ଲୋଭ। ନିଜ ଲୋଭକୁ ସେଦିନ ସେ ତୁଳନା କରୁଥିଲା ରାସ୍ତା ଉପରେ ଲାଲ ଲହ ଲହ ଜିଭ କାଢ଼ି ଧୋକଉଥିବା କୁକୁରଟି ସହିତ। ସେଦିନ ସେ ଲାଳ ବହି ପଡ଼ୁଥିବା ଲହ ଲହ ଜିଭ ରାସ୍ତା ଉପରୁ ଘର ଭିତରକୁ ପଶି ଆସିଲା। ରାସ୍ତାର ବୁଲା କୁକୁର ହୋଇଗଲା ଘର ଭିତରର ଲାଳିତ ପାଳିତ ଆଲିସିଆନ। କୁମ୍ଭାର ସମ୍ଭବର ଚତୁର୍ଥ ଆଉ ଅଷ୍ଟମ ସର୍ଗ ମାତୃଭାଷାରେ ଅନୁବାଦ କରି ବୁଝାଇଲା ବେଳେ ସେ ଅଳକା ମୁହଁକୁ ଚାହିଁପାରେନା ଭୟରେ, ଲଜ୍ଜାରେ। ହେଲେ ରୋଗୀର ନାଡ଼ୀର ବେଗ ମାଗୁଥିବା ଡାକ୍ତରାଣୀ ପରି ଅଳକା ତା ମୁହଁକୁ ଅକମ୍ପିତ ଦୃଷ୍ଟିରେ ଚାହିଁ ରହିଥାଏ। କିନ୍ତୁ ଅଷ୍ଟମ ସର୍ଗର ସେଇ ଚତୁର୍ଥ ପଦ ନାଭି ଦେଶଂ ନିହତଂ ନିବିବନ୍ଧନମ୍ ଆବୃତ୍ତି କରି ତାର ଅର୍ଥ ତର୍ଜମା କଲାବେଳେ ଅଳକା ସେଦିନ ତାକୁ ମୃଦୁ କଣ୍ଠରେ ବାରଣ କରିଥିଲା, ଥାଉ, ବୁଝି ହୋଇଯାଉଛି। ହଠାତ୍ ଏଇ ପଦଟା ବୁଝି ହୋଇଗଲା କେମିତି? କେତେକ କଥା ଅଛି ଯାହାକୁ ଭାଷାର ଆବରଣରେ ଦୁର୍ବୋଧ୍ୟ କରି ରଖି ହୁଏନା, ସ୍ୱତଃ ବୁଝି ହୋଇଯାଏ। ମୁହଁ ତଳକୁ କରି ଅଳକା ଉତ୍ତର ଦେଇଥିଲା। ତାର କଣ୍ଠସ୍ୱରରେ ଜଡ଼ତା ନଥିଲା। କର୍ଣ୍ଣମୂଳରେ କିନ୍ତୁ ଫୁଟି ଉଠିଥିଲା ଏକ ଆରକ୍ତ ଆଭା। ଦୃଷ୍ଟିରେ ଚିକିତ୍ସା ବିଜ୍ଞାନ ନିର୍ଲିପ୍ତା ନୁହେଁ, ଫୁଟି ଉଠିଥିଲା ଗଭୀର ଆସକ୍ତି, ଲଜ୍ଜାଘନ ସମୂହରେ ନିବିଡ଼ ଆର୍ଦ୍ରତା। ସେହି ମୁହୂର୍ତ୍ତରେ ଭଗୀରଥୀ ରଘୁ ଭୋଇ ଝିଅ ମାଣିକ ଦେହର ସ୍ମୃତିକୁ ମ୍ୟୁନିସିପାଲିଟି ନର୍ଦ୍ଦମା ଭିତରକୁ ଫିଙ୍ଗି ଦେଇଥିଲା। ମହୀଦାସ ପୁଅର ରକ୍ତରେ ବ୍ରାହ୍ମଣୀ କନ୍ୟା ପାଇଁ ଜାଗି ଉଠିଥିଲା ଏକ ଅପୂର୍ବ ରିରଂସା। ତାର ମନେ ପଡ଼ୁଥିଲା ବାନମ୍ବର ପଣ୍ଡିତଙ୍କ ବିଧବା ବ୍ରତଚାରିଣୀ ଭଗ୍ନୀକୁ ନେଇ ତାଙ୍କର ଗୃହ ଭୃତ୍ୟ ଯେଉଁ ସବୁ ଅଶ୍ଳୀଳ କଥା କହି ଦିନେ ତାର ନିର୍ବୋଧ କିଶୋର ମନରେ ଦ୍ୱିଜ କନ୍ୟା ଦେହଭୋଗ ପାଇଁ ଅବୈଧ ଲାଳସାର ବୀଜ ରୋପଣ କରିଥିଲା। ସେ ବୀଜ ଅଙ୍କୁରିତ ହୋଇ ତା ମନରେ ଓଦା ମାଟିରେ ବଢ଼ୁଥିଲା। ସେଦିନ ସେଇ ଗଛ ଫୁଲରେ ଫୁଲରେ ରଙ୍ଗୀନ ହୋଇ ଉଠିଲା। ପଣ୍ଡିତଙ୍କ ଗୃହ ଭୃତ୍ୟ ଖାଉନ୍ଦାଙ୍କ ବିଧବା ଭଗ୍ନୀ ପ୍ରତି ଅଶ୍ଳୀଳ ଇଙ୍ଗିତ କରିଥିଲା ବୋଲି ସେଦିନ ସିଦ୍ଧ ପାଟଣା ଗାଁ ହୁଲସ୍ଥୁଲ ହୋଇଯାଇଥିଲା। 5 ଗାଁର ଲୋକଙ୍କୁ ନେଇ ପଞ୍ଚାୟତ ବସିଥିଲା। ଅଶ୍ଳୀଳ ଇଙ୍ଗିତ କରିଥିବା ଅପରାଧରେ ସେ ଗୃହଭୃତ୍ୟକୁ ଗଛରେ ବାନ୍ଧି ପ୍ରହରା କରାଯାଇଥିଲା, ମାଡ଼ ଖାଇ ଖାଇ ସେ ଅଚେତ ହୋଇପଡ଼ିବା ପର୍ଯ୍ୟନ୍ତ। ଆଜିର ଭଗୀରଥ ସେଦିନର ଭଗିଆ ସେ ଦୃଶ୍ୟ ଦେଖି ଉଭୟେ 2 ଦିନ ଚେଷ୍ଟା କରି ମଧ୍ୟ ଶୋଇପାରି ନଥିଲା। ତା ମନରେ ସେଇ ଗୃହଭୃତ୍ୟ ପାଇଁ ସମବେଦନା। ପଣ୍ଡିତ ଓ ପଞ୍ଚାୟତ ଉପରେ ଜମିଥିବା କ୍ରୋଧ ଚାପା ପଡ଼ି ଫସିଲ ହୋଇଯାଇଥିଲା। କେଜାଣି କାହିଁକି ଅଳକା ସହିତ ଘନିଷ୍ଠ ହେଲାବେଳେ ତାର ଧାରଣା ହେଉଥିଲା ପଣ୍ଡିତଙ୍କ ଗୃହଭୃତ୍ୟ ଉପରେ ହୋଇଥିବା ଅତ୍ୟାଚାରର ସେ ପ୍ରତିଶୋଧ ନେଇଯାଉଛି। କାଳିଦାସ ଭଗୀଦାସକୁ ଅଳକା ମିଶ୍ରର ନିକଟବର୍ତ୍ତୀ କରିବାକୁ ସାହାଯ୍ୟ କରିଥିଲେ, କିନ୍ତୁ ନିଜର ସତର୍କ ଆଚରଣ ଦ୍ୱାରା ସେ ନିଜର ପ୍ରକୃତ ପରିଚୟ ଗୋପନ କରି ନଥିଲେ ହୁଏତ ଶେଷରେ ତାକୁ ଶିଶୁପାଳ ହେବାକୁ ପଡ଼ିଥାନ୍ତା। ସେ ବାନାମ୍ବର ପଣ୍ଡିତଙ୍କ ପାଖରେ ରହି ପାଠ ପଢ଼ୁଥିଲା। ତାଙ୍କରି ଯୋଗୁଁ ତାର ସଂସ୍କୃତ ଭାଷାରେ ଏଭଳି ବ୍ୟୁତ୍ପତ୍ତି।
एकथा बारंबार कही से अलका मन सृष्टि करथिला जे से ब्राह्मण मानंबर पंडितंकर कौनसी निकट आत्मीय दास उपाधिधारी बाउरी होई पारे ब्राह्मण होई पारे सेथिपाई से मने मने अनेक थर वंशर जयध्वनि मध्य करे अलका मनरे ब्राह्मणर प्रत्यय सृष्टि करिछि। ଯେଉଁଦିନ ନିଜ ସାନ ଭଉଣୀ ଠାରୁ ତାର ପ୍ରକୃତ ପରିଚୟ ପାଇ ଅଳକା ତାକୁ ପ୍ରଶ୍ନ କରିଥିଲା, ତମେ କ'ଣ ହରିଜନ? ମୋତେ କେବେ କହିନାହ କାହିଁକି? ସେଦିନ ତାର ମୁହଁ ଶୁଖି ଯାଇଥିଲା। ପାଦତଳର ମାଟି ଦୁଲିକି ଉଠୁଥିବା ଭଳି ସେ ଅନୁଭବ କରୁଥିଲା, କିନ୍ତୁ ନିଜର ଦମ୍ଭ ଛାଡ଼ି ନଥିଲା। ଉତ୍ତର ଦେଇଥିଲା, ମୋତେ ତମେ ସେ କଥା କେବେ ହେଲେ ପଚାରି ନାହଁ। ଆଜି ପଚାରି ମୋତେ ଦୁଃଖ ଦିଅ ନାହିଁ। ତମକୁ ବାଦ ଦେଲେ ମୁଁ ବଞ୍ଚିପାରିବି ନାହିଁ। ତମେ ମୋ ଜୀବନର ନାରୀ। ମୋତେ ଭୁଲ ବୁଝ ନାହିଁ। ମୁଁ ଜାତି ଭେଦରେ ବିଶ୍ୱାସ କରେ ନାହିଁ, କିନ୍ତୁ ଆମ ପରିବାରରେ ସମସ୍ତେ ଅସବର୍ଣ୍ଣ ବିବାହର ବିରୋଧୀ। ହୁଏତ ଆମର ବିବାହ ହୋଇପାରିବ ନାହିଁ। ନିଜ ବିଶ୍ୱାସରେ ଅଟଳ ରହିଲେ ଆମ ବିବାହର କେହି ପ୍ରତିରୋଧ କରିପାରିବେ ନାହିଁ। ଯଦି କେବେ ମୁଁ ହରିଜନ ଥିଲି, ଆଜି ମୁଁ ତମର ପ୍ରିୟଜନ। ଯାହାକୁ ଦେହ ମନ ଦେଇ ଭଲ ପାଇଛ, ତାକୁ ଆବର୍ଜନା ଭଳି ଦୂରକୁ ଫିଙ୍ଗି ଦିଅ ନାହିଁ। ମୋତେ ତମର ଯୋଗ୍ୟ ହେବାକୁ ସୁଯୋଗ ଦିଅ। ତମକୁ ଛାଡ଼ି ଗୋଟିଏ ମୁହୂର୍ତ୍ତ ସୁଦ୍ଧା ତାର ବ୍ୟାକୁଳ ଆବେଦନ ଅଳକା ମନରେ ସେଦିନ ହୁଏତ ଭାବାନ୍ତର ସୃଷ୍ଟି କରିଥିଲା। ସେ ତାକୁ ସାନ୍ତ୍ୱନା ଦେଇଥିଲା, ମୋତେ ଭାବିବାକୁ କିଛି ସମୟ ଦିଅ। ମୋର କ'ଣ କର୍ତ୍ତବ୍ୟ ମୁଁ ଏଇ ମୁହୂର୍ତ୍ତରେ ଠିକ୍ କରିପାରୁନି। ପରିବାରର ବନ୍ଧନ କାଟିବା ଏତେ ସହଜ ନୁହେଁ। କିଛି ମହତ୍ କାର୍ଯ୍ୟ କରିବାକୁ ହେଲେ କିଛି ସ୍ୱାର୍ଥ ଯୋଗ କରିବାକୁ ହୁଏ। ମୋ ମନରେ ଗୋଟିଏ ସ୍ୱପ୍ନ ଅଛି। ଆମର ପୈତୃକ ଭିଟାମାଟି ଥିଲା ସିଦ୍ଧ ପାଟଣା ଗାଁ ପାଖରେ। ଦଳେଇଘାଇର ବନ୍ୟା ସେ ହରିଜନ ବସ୍ତିକୁ ନିଶ୍ଚିହ୍ନ କରିଦେଇଥିଲା। ସେ ଜାଗା ଏବେ ମଧ୍ୟ ପଡ଼ିଆ ପଡ଼ିଛି। ମୋର ଇଚ୍ଛା ସେଇ ପଡ଼ିଆ ଉପରେ ଗଢ଼ି ତୋଳିବା ଏକ ଚିକିତ୍ସାଳୟ, ଏକ ବିଦ୍ୟା ମନ୍ଦିର। ମୁଁ ହେବି ସେଠାରେ ଶିକ୍ଷକ, ତମେ ଚିକିତ୍ସକ। ଜାତି ଧର୍ମ ନିର୍ବିଶେଷରେ ସେଠାରେ ସମସ୍ତଙ୍କୁ ଶିକ୍ଷାଦାନ ଚିକିତ୍ସା କରାଯିବ। ସରକାରଙ୍କୁ ଏଥିପାଇଁ ମୁଁ ଏକ ଯୋଜନା ଦେଇଛି। 10 ଲକ୍ଷ ଟଙ୍କାର ଖର୍ଚ୍ଚ ଅଟକଳ ପ୍ରାୟ ମଞ୍ଜୁର ହେବା ଉପରେ। ତମେ ମୋତେ ପ୍ରତ୍ୟାଖ୍ୟାନ କଲେ ସେ ସ୍ୱପ୍ନର ଦେଉଳ ମୋର ଅଧାତୋଳା ଅସମ୍ପୂର୍ଣ୍ଣ ହୋଇ ରହିଯିବ ଅଳକା। ଅଳକା ମନକୁ ତାର ପାରିବାରିକ ବନ୍ଧନରୁ ମୁକ୍ତ କରିବା ପାଇଁ ଏଭଳି ଏକ ସାର୍ବଜନୀନ ଅନୁଷ୍ଠାନର ସ୍ୱପ୍ନ ସଞ୍ଚାର କରିବା ଭିନ୍ନ। ତାକୁ ଅନ୍ୟ କିଛି ଉପାୟ ଜଣା ନଥିଲା। ନିଜର ବ୍ୟକ୍ତିଗତ ସୁଖ ସମ୍ଭୋଗ ପାଇଁ ନୁହେଁ, ଏ ଦେଶର ଅଗଣିତ ହରିଜନ ଅନୁନ୍ନତ ଅତ୍ୟାଚାରିତଙ୍କ ପାଇଁ ସେ ତାକୁ ବିବାହ କରିବାକୁ ଚାହୁଁଛି। ଏକଥା ବୁଝାଇଲା ପରେ ଅଳକାର ମନ ତରଳି ଯାଇଥିଲା। ବିବାହ ପରେ ଅନେକ ଥର ସେ ବିଦ୍ୟାମନ୍ଦିର ସେବା ସଦନ କଥା ଅଳକା ପଚାରିଲାଣି। କେନ୍ଦ୍ର ସରକାରଙ୍କ ଆର୍ଥିକ ସହାୟତା ମିଳିନାହିଁ ବୋଲି ସେ ଯୋଜନାର ଶୁଭାରମ୍ଭ ହୋଇନାହିଁ। ଖୁବ୍ ଶୀଘ୍ର ଘରତୋଳା କାର୍ଯ୍ୟ ଆରମ୍ଭ ହୋଇଯିବ ବୋଲି କହି ସେ ପ୍ରସଙ୍ଗ ସେ ଏଡ଼ାଇ ଯାଇଛି। ସଂସାରରେ ଅନେକ ଝିଅ ଅଛନ୍ତି, ଯେଉଁମାନଙ୍କୁ ପାର୍ଥିବ ସୁଖ ସମ୍ଭୋଗ ଦେଇ ସୁଖୀ କରାଯାଇପାରେ ନା, କିନ୍ତୁ ଅଳିକ ମାୟାବୀ ସ୍ୱପ୍ନ ଦେଖାଇ ମୁକ୍ତ କରାଯାଇପାରେ। ଅଳକା ସେଇଭଳି ଏ ଝିଅ। ପ୍ରଥମେ ସିଦ୍ଧପାଟଣା ଗାଁ ପାଖରେ ଅନୁନ୍ନତ ଶ୍ରେଣୀର ଲୋକଙ୍କ ପାଇଁ ବିଦ୍ୟା ମନ୍ଦିର ସେବା ସଦନ ନିର୍ମାଣ କଥା କହିଲା ବେଳେ ସେ ନିଜେ ସେ ବିଷୟରେ ଖୁବ୍ ଗୁରୁତ୍ୱ ଦେଇ ଭାବିନଥିଲା। କିନ୍ତୁ ବିବାହ ପରେ ସମାଜର ଟିଟିକାର ଶୁଣି ସେ ନିଜେ ସେଥିରେ ବେଶ୍ ଆଗ୍ରହୀ ହୋଇ ଉଠିଲା। ଆଜି ଖବର ପାଇଲା, ରାଜ୍ୟ ସରକାର ତାର ସେ ଯୋଜନାକୁ ଗ୍ରହଣ କରିଛନ୍ତି। ଆସନ୍ତା ମାସରେ ଜମି ଦଖଲ କରାଯିବ। ସରକାରୀ ଯନ୍ତ୍ରୀ ଯାଇ ଜାଗା ଦେଖି ଆସିଛନ୍ତି। ଆଦିବାସୀ ହରିଜନ ଉନ୍ନୟନ ବିଭାଗ ମନ୍ତ୍ରୀ ନିଜେ ଗୃହ ନିର୍ମାଣରେ ଶୁଭ ଦେବେ। ସେ ସମ୍ବାଦଟି ଦେବା ପାଇଁ ସେ ସଅଳ ଘରକୁ ଫେରି ଆସିଥିଲା, କିନ୍ତୁ ଏ ପର୍ଯ୍ୟନ୍ତ ଘରକୁ ଅଳକା ଫେରିନାହିଁ। ଭଗୀରଥୀର ଦର୍ପଣ ଆଡ଼ୁ ମୁହଁ ଫେରାଇ ଝରକା ବାଟେ ଆକାଶକୁ ଚାହିଁଲା। ଆକାଶ ସାରା ମେଘର ମାୟା। ପଛରୁ ଯେମିତି କେହି ଛାତ୍ରୀ ତାକୁ ପରିହାସ କରି କହିଲା, ସାର୍ ତ ବାହା ହୋଇ ବ୍ରାହ୍ମଣ ହେଲେ, ତାଙ୍କର ପଇତା କାହିଁ? ଚାବୁକର ପ୍ରହାର ଭଳି ସେ ପରିହାସରେ ତାର ସାରା ଦେହ କ୍ଷତାକ୍ତ। ପବ୍ଲିକ୍ ସର୍ଭିସ କମିଶନ ତାକୁ ଅଧ୍ୟାପକ ଭାବରେ ନିଯୁକ୍ତ ଦେଇଥିଲେ ମଧ୍ୟ ତାର ସବୁ ଛାତ୍ରଛାତ୍ରୀ ତାକୁ ନିଜର ଶିକ୍ଷକ ଭାବରେ ଗ୍ରହଣ କରିନାହାନ୍ତି। ସେମାନଙ୍କ ପାଇଁ ସେ କୋଟା ସାର୍, ହରିଜନମାନଙ୍କ ପାଇଁ ସଂରକ୍ଷିତ କୋଟାରେ ସେ ଅଧ୍ୟାପକ। ଅଳକା ମିଶ୍ରକୁ ବିବାହ କଲା ପରେ ମଧ୍ୟ ତାର ଦେହରୁ ଅସ୍ପୃଶ୍ୟତାର ଗନ୍ଧ ଛାଡ଼ିନି। ସେ ବ୍ରାହ୍ମଣୀର ବର ହେଲେ ମଧ୍ୟ ତାର ପଇତା ନାହିଁ। କୀଟଦ୍ରଷ୍ଟ ସମାଜ ବ୍ୟବସ୍ଥାରେ ତଥାପି ସେ ଏକାକୀ ନିଃସଙ୍ଗ।
ଆକାଶରେ ଭେଳା ଭେଳା ମେଘର ମେଳ। ଅଳକା ଫେରି ନାହିଁ। ତେଲେଙ୍ଗାଣୀ ଚାକରାଣୀ ପଚାରୁଛି, ବାବୁ ଚାହା କରିଦେବି? ଭଗୀରଥ କିଛି ଉତ୍ତର ଦେଇପାରୁନି। ତାର ମନରେ ସମୁଦ୍ରର କ୍ଷୁଧା, ଚାହାର ତୃଷା ନାହିଁ। ପୁରୁଣା ପାରଦ ଛଡ଼ା ଦର୍ପଣଟାକୁ ଝରକା ବାଟେ ଦୂରକୁ ଫିଙ୍ଗିଦେଲା ଭଗୀରଥ। କଲେଜ ଛାତ୍ରାବାସର ତାର ସେହି ବହୁଦିନର ବାନ୍ଧବ, ଯାହାର କାଚରେ ନିଜ ମୁହଁର ପ୍ରତିବିମ୍ବ ଦେଖି ସେ ନିଜକୁ ଚିହ୍ନି ଶିଖିଥିଲା। ସେ ଦର୍ପଣଟା ତଳେ ପଡ଼ି ଚୂନା ହୋଇଗଲା। ଛୋଟ ଛୋଟ କାଚର ଭଗ୍ନାଂଶ ଚିକ୍ ଚିକ୍ କରୁଥିଲା, ଅତୀତର କେତୋଟି ଟୁକୁରା ସୁଖର ସ୍ୱପ୍ନ ଭଳି। ଚାକରାଣୀ ଆଉଥରେ ପଚାରୁଛି, ମା କହିଯାଇଥିଲା ତାର ଫେରିବାରେ ଡେରି ହେବ, ଚାହା କରିଦେବି? ଅଳକାର ଫେରିବା ପାଇଁ ବିଳମ୍ବ ହେବ? କୁଆଡ଼େ ଯିବ ଅଳକା? ଡାକ୍ତର ଶୁଭ୍ରାଂଶୁ କ୍ଲିନିକକୁ। ଶୁଭ୍ରାଂଶୁ ତାର ମେଡ଼ିକାଲ କଲେଜର ସହପାଠୀ ଥିଲା। ତାର ସହିତ ଅଳକାର ବ୍ୟବସାୟିକ ସମ୍ପର୍କ। ଦରକାର ହେଲେ ଅଳକା ଶୁଭ୍ରାଂଶୁର କ୍ଲିନିକକୁ ଯାଏ ରୋଗୀ ଦେଖିବା ପାଇଁ। ଶୁଭ୍ରାଂଶୁ ସହିତ ତାର ଘନିଷ୍ଠତାଟାକୁ ପ୍ରଥମେ ସେ ସହ୍ୟ କରିପାରୁନଥିଲା। ଆଜି ମଧ୍ୟ ପାରିଲା ନାହିଁ। ତା ମୁହଁରେ ସନ୍ଦେହ ଓ ଅସନ୍ତୋଷର ଭାଙ୍ଗ ପଡ଼ିଗଲା। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ବିଭୂତି ପଟ୍ଟନାୟକଙ୍କର ଉପନ୍ୟାସ ଅସବର୍ଣ୍ଣର ଏହି ଭାଗଟି। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଅଂଶଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।